ମୁଁ ମମତା ଦାସ ଓୟା ଆସୋସିଏସନର ଅର୍ଗାନାଇଜିଂ ସେକ୍ରେଟାରୀ। ତ ଆମେ ଏଇ ଯେଉଁ ଆଜି ଯେଉଁ ସମାରୋହ ଆମର ଓପିଜିଏଫ୍ ତରଫରୁ ହେଇଛି, କେବଳ ଆମେ ଯଦି ଆଜି ରାଜରାସ୍ତାରେ ଅଛୁ କେବଳ ଓଡ଼ିଶା ଟିପି ଓଡ଼ିଶା କର୍ତ୍ତୃପକ୍ଷଙ୍କର ମନମାନି ପାଇଁ ଆମେ ଆଜି ଏଇ ରାଜରାସ୍ତାରେ ଉପସ୍ଥିତ ଅଛୁ। ତ ଆମେ ଆଜି ସରକାରଙ୍କ ପାଖରେ ଏତିକି ବି ଆମେ ଦାବି ଆମର ଯେତିକି ଦାବିପତ୍ର ଅଛି ଦଖଲ କରିବୁ। ତ ଆମର ଯେଉଁଟାକି ଡିମାଣ୍ଡ ଅଛି କି ଫାଷ୍ଟ ହେଉଛି ଆମର ଯେଉଁମାନେ ଆସୋସିଏସନ୍ ଲିଡର ଅଛନ୍ତି ସେମାନେ କୌଣସି ଇସ୍ୟୁ ମାନେ ଆମର ଡିମାଣ୍ଡ ଯେଉଁଟା ରହୁଛି ସେମାନଙ୍କୁ ଉପସ୍ଥାପନ କରିବାକୁ ଆମର ଫାଷ୍ଟ ଡିମାଣ୍ଡ ଆମର ଯେତେବେଳେ ଦିଆହେଇଛି ଆମର ଭବିଷ୍ୟତ ପାଣ୍ଠି ଆମର ହେରଫେର ଚାଲିଛି, ଯେଉଁଟାକି ଆମର ଶେଷୁ ଅମଳରେ ଆମେ ଯେତେବେଳେ ଶେଷୁ ଟାଇମ୍ରେ ଥିଲୁ ସେଇଟା ଆମେ ଜାଣିପାରୁଥିଲୁ ଆମର ମନ୍ଥଲି କେତେ ରହୁଛି, ଆମର ବାର୍ଷିକ ବି କେତେ ରହୁଛି ଆମେ କିଛି ଜାଣିପାରୁଥିଲୁ। ଏବେ ତାର ଆମେ କିଛି 5 ବର୍ଷ ହେଲାଣି କୌଣସି ତାର ସତ କିଛି ନାହିଁ, ଏଇଟାର ହେରଫେର ଚାଲିଛି। କେତେ ପରିମାଣରେ ଆଜି ଏଠି ବସୁଛନ୍ତି? ଆମର ନିହାତି 500 ଏଭବ ହେବେ। ଆଜି ପ୍ରମୁଖ ଦାବି ଗୁଡିକ ସରକାରଙ୍କୁ ଜଣେଇବି। ପୂର୍ବ ଦିନରେ କେତେ ଅଭିଯୋଗ ଆଣିଛନ୍ତି? ନାଇଁ, ଆମେ ଯାହା ପୂର୍ବ ଦିନର ଦାବି ଆମର ଯାହା ଶାନ୍ତିପୂର୍ଣ୍ଣ ଭାବରେ ଆମର କ୍ୟାଣ୍ଡେଲ ଯାତ୍ରା ଡିଭିଜନ ୱାଇଜ ସର୍କଲ ୱାଇଜ ଆମର ହେଡକ୍ୱାର୍ଟର ସେଠି ବି ଆମେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛୁ, ଯୋଉଟାକି କ୍ୟାଣ୍ଡେଲ ଯାତ୍ରା କରିକି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ତାର ସମାଧାନ ବାଟ ଏପର୍ଯ୍ୟନ୍ତ ଆମର କର୍ତ୍ତୃପକ୍ଷ ନା ଆମର ସରକାର ଏପର୍ଯ୍ୟନ୍ତ କର୍ତ୍ତୃପକ୍ଷ କାଢି ନାହାନ୍ତି ଯେ କଣ ହବ। ଆଜି ଆମେ ଏଇ ଜାଗାକୁ ଆସିଛୁ सीधा टिके ସଚେତନ କରିବା ପାଇଁ ଆମର ଯେଉଁ ସର୍ଭିସ କଣ୍ଡିସନ ଭେଷ୍ଟିଂ ଅର୍ଡର ଦ୍ୱାରା ପ୍ରୋଟେକ୍ସନ ଦିଆହେଇଛି, ଭାଇଲେସନ ବିଭିନ୍ନ ଟାଇମରେ ଟାଇମ ଟୁ ଟାଇମ ହଉଛି, ଯୋଉଟା କି ଆର ରିପିଟେଡଲି ଭାଇଲେସନ ହଉଛି। ତାର ବିରୁଦ୍ଧରେ ଆଜି ଆମେ ଜଣେଇ ଦେବାକୁ ଚାହୁଁଛୁ ଯେ ବର୍ତ୍ତମାନ ଆଉ ଏ ଭାଇଲେସନଟା କୌଣସି ହିସାବରେ ବରଦାସ୍ତ କରିଦିଆଯିବନି। ତେଣୁ ଆମେ ସରକାରଙ୍କର ବି ଦୃଷ୍ଟି ଆକର୍ଷଣ କରୁଛୁ ଯେ ତୁରନ୍ତ ହସ୍ତକ୍ଷେପ କରି ଏହାର ସମାଧାନ କରୁ। ଆମର ଯେଉଁ ମୂଳ ଦାବି ଗୁଡ଼ିକ ରହିଲା ଅନୱାରେଣ୍ଟେଡ୍ ଡିସିପ୍ଲିନାରୀ ପ୍ରୋସିଡିଂ, ଯେଉଁଟାକି ଆମର ଅଫିସ ବିୟରର ମାନଙ୍କ ଉପରେ କରାଯାଇଛି, ତାକୁ ତୁରନ୍ତ ପ୍ରତ୍ୟାହାର କରିବା। ଦ୍ୱିତୀୟରେ ଆମର ବେସ୍ କ୍ୟାଡରରେ ରିକ୍ରୁଟମେଣ୍ଟ କରିବା। ଏନପିଏସ୍ ଯେଉଁଟାକି ଆମର ଓପିଟିସନ୍ ବିଲ୍ରେ ଲାଗୁ ଅଛି ତାକୁ ଏଠାରେ ଇମ୍ପ୍ଲିମେଣ୍ଟ କରିବା ଏବଂ ଯେଉଁ ଡିସିପ୍ଲିନାରୀ ପ୍ରୋସିଡିଂ ନେଇକି ଭୟଭୀତ କରାଯାଉଛି ଆଉଟସାଇଡର ଦ୍ୱାରା ତାକୁ ତୁରନ୍ତ ବନ୍ଦ କରିବା। ଏସବୁ ଦାବି ରହିଛି ଏବଂ ଯେଉଁମାନେ ବି ପ୍ରମୋସନରୁ ବଞ୍ଚିତ ଅଛନ୍ତି ବିଭିନ୍ନ ଆଳ ଦେଖି ସେମାନଙ୍କୁ ସୋକସ କରାଯାଇଛି। ଅଲ୍ ଓଡ଼ିଶା ସେକ୍ରେଟାରୀ ଜେନେରାଲ, ମୋ ନାଁ ହେଉଛି ସୁନୀଳ କୁମାର ସ୍ୱାଇଁ। ଦୀର୍ଘ 55 ଦିନ ହେଲା ଅଲ୍ ଓଡ଼ିଶାର 4ଗୋଟି ଡିସ୍କମ୍ରେ ଆମର ଡିଗ୍ରୀ ଡିପ୍ଲୋମା ସବୁ ଇଞ୍ଜିନିୟର ଭାଇମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରି ଆସୁଥିଲେ ଏଇ ମ୍ୟାନେଜମେଣ୍ଟର ଯାହା ବି ଅନୈତିକ କାର୍ଯ୍ୟ ଅଛି କି ଆମ ବିରୋଧରେ ଏସ୍ୱାଇଏଲ୍ ଏମ୍ପ୍ଲୟୀଙ୍କ ବିରୋଧରେ, କିନ୍ତୁ ତାକୁ ଟାଟା ମ୍ୟାନେଜମେଣ୍ଟ ଭ୍ରୂକ୍ଷେପ କରିଲା ନାହିଁ। ତେଣୁକରି ଆମେ ବାଧ୍ୟ ହୋଇ ଏ ଧାରଣାକୁ ଆସିଛୁ। ଆମର ବିଶ୍ୱାସ ଅଛି ଯେ ଆମର ବିଶ୍ୱାସ ଅଛି ଯେ ସରକାରଙ୍କ ଉପରେ ଭରସା ଅଛି, ସେ ନିଶ୍ଚିତ ଭାବରେ ତାଙ୍କର ଏମ୍ପ୍ଲୟୀ ମାନଙ୍କର ଭଲ କରିବେ। ମୁଖ୍ୟ ଦାବି ହେଉଛି ଆମର ଶେଷୁର 11 ଜଣ ୟୁନିୟନ ଆଣ୍ଡ ଆସୋସିଏସନ ଅଫିସ ବିୟରଙ୍କ ଏଗେନଷ୍ଟରେ ଆକ୍ସନ ନିଆଯାଇଛି ମ୍ୟାନେଜମେଣ୍ଟ ଦ୍ୱାରା ଏଇ ଆସୋସିଏସନ ଶାନ୍ତିପୂର୍ଣ୍ଣ ଆସୋସିଏସନ ଆକ୍ଟିଭିଟି ପାଇଁ। ତା ଛଡ଼ା ଆମର ଏସ୍ୱାଇଏଲ୍ ଯେତିକି ଏମ୍ପ୍ଲୟୀ ଥିଲେ ପୂର୍ବତନ ଏମ୍ପ୍ଲୟୀ ତାଙ୍କର ସର୍ଭିସ କଣ୍ଡିସନରେ ଟେମ୍ପର କରାଯାଇଛି ଏବଂ ବାହାରୁ ଆଣି ରିଟାୟାର୍ଡ ଲୋକଙ୍କ ଦ୍ୱାରା ମିଛ ସତ ଏନକ୍ୱାରି ବେନାମୀ ଚିଠି ନିଜେ ପକାଇ ନିଜେ କରି ଏସବୁ ଜିନିଷ ଚଲାଇଯାଇଛି। ଏସବୁ ଜିନିଷ ତୁରନ୍ତ ପ୍ରତ୍ୟାହାର କରାଯାଉଛି।